डिस्काउंट हटाइছো এটু জিপার 500 ডিসকাউন্ট এই তো বড়িয়া ଗୋଟେ স্পেশাল চার্জ ଅଛି आ तो एंजॉय करिबे हमको 100% सैटिस्फाई मिलबो क्रांति भाई बेडरूम रे गोटे टिकट दे हां नले क्रांति दा पूरा अशांति होई जीवो हैरान करूचंती हैरान आलो करिबेनी केमिति तू जे पर्यंत मो प्रपोजल एग्री न होइछु से माने तो सांगर एमदी इजिरी बिजिरी आइ लागिबे विश्वास होनी ना ए देख माधव राघव थाउरे बिले तमे तोर भीतर को जा जा खेलिबा कथा मुआ संगरे खेलिबी आलो जोंडी ससुर मात्राटा बड़ी गलानी सेठी पानी की लुचे रखिबा आदौ ठीक हबनी नहीं तुम्हारी अनाथ भगवान के बेले बदस करी परिबे देखिबो नारी की निया तो जल पड़ी पाउस होई अरे ए क्रांतिर जीवनटा अनेक आगरु पोड़ी जड़ी अंगार हे जाइछे आउ से अंगारटा आज तो देहर मानचित्र बदलाई दबो तते आउ तो से सते तो सर्टिफिकेट ऊपर एक कला अंगार बड़ 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 अक्षर लिखि दबो ए यार मेरी यार भगवान विचार करते महाभारत उदाहरण तुम मूड को चेंज कर पारिबुनी आउ तो देहर कंचा मांस खाइबार जिज्ञासाटा मो मनरु एते शीघ्र आउ तबनी देह बदल तू जा कहबो मु तो कथे राजी मु तो हाथ जोड़े नेहरा होची ओके तमे जते बेले मोर बहुमूल्य काम रे आसी पारिबो तेबे तमे अनिच्छा सप्ते तम देहर मानचित्र बदलाइबी बरम तुमको खूब जत्न रे मो सिक्रेट चैम्बर भीतर रखिबी आउ पुसा मानी गला परे तमे बड़े राम राम गाइबोनी ए कला पहाड़ कबलरो तो देह देउल को सुरक्षित रखिया पाई तू मोर अनेक काम करिवु त निश्चय बट बी केयरफुल माय नेम इज क्रांति मुबारी अशांति गुड अंधाराते मो देह भीतर अनेक ताते कथा काम भीतर तारतम्य हुए तारे तो देहटा को नीलाम करने को मत बेसी समय लगे Yes, Dante! Numero ondarate! Moteo bitar onekate! So my name is Dante! चिन्हा मुहा किंतु भारी आचिना चिन्हा मुहा किंतु भारी आचिना चिन्हा मुहा किंतु भारी
चिन्हा मुहा किंतु भारी अचिना ମୁଁ ଗୋଟେ କଥା ପଚାରିବି। କଣ ପଚାରୁନାହାନ୍ତି ବାପା? ସାଗରଟା ଆଜିକାଲି ବେଶୀ ନୀରବ ରହିଛି କାହିଁ? ସାଗର ସହିତ କିଛି ପାଟିତୁଣ୍ଡ ହେଇଛି କି? ନାଇଁ ତ ବାପା, ସେମିତି କିଛି ପାଟିତୁଣ୍ଡ ହେଇନି। ତା ନହେଲେ ତାର ଏଭଳି ପରିବର୍ତ୍ତନ କାହିଁକି? କାହାକୁ କିଛି କୁହାବଲା ନାହିଁ, ଯୁଆଡ଼େ ପଇଲା ସିଆଡ଼େ ଚାଲି ଯାଉଛି, ଯେତେବେଳେ ସେତେବେଳେ ଘରକୁ ଫେରୁଛି। ସବୁ କଥା ସମସ୍ତଙ୍କୁ କହି କରାଯାଏନି ବାପା। ତାପରେ ତୁ କହୁଛୁ ଭାଇ ଯେତେବେଳେ ମଧୁଶାଳାକୁ ଯାଉଛନ୍ତି ସେ ତୁମକୁ କହିକି କେମିତି ଯାଇଥାନ୍ତେ? ତାମାନେ ତୁ କହୁଛୁ ମୁଁ କହୁନି, ସମସ୍ତେ କହିବେ। ନିଜ ହାତର ନଖଟା ବଢିଗଲେ ନିଜ ହାତରେ ହିଁ ତାକୁ କାଟି ଦିଆଯାଏ, କାରଣ ସେ ନିଜର ହିଁ କ୍ଷତି କରେ। ଆଉ ଆପଣ ନିଜର ଭାବି ଯେଉଁ ନଖଟାକୁ ଏତେ ଯତ୍ନରେ ପାଳିଛନ୍ତି, ସେ ନଖଟା ଆପଣଙ୍କ ଅଜାଣତରେ ଆପଣଙ୍କୁ ଖଣ୍ଡିଆ କରି ଚାଲିଛି। ବାପା, ଭାଇଙ୍କ ହାତରେ ମଦ ବୋତଲ ଧରେଇଦେବା ଲୋକଟା ଅନ୍ୟ କେହି ନୁହେଁ ବାପା। ରଙ୍ଗ ସଭାରେ ଦୁର୍ଯ୍ୟୋଧନ ହାତରେ ମଦ ଗ୍ଲାସ ଧରେଇ ଦେଇ ଶଙ୍କୁନି ମାମୁଁ ଯେମିତି ନୀରବରେ ହସୁଥିଲେ, ଠିକ ସେମିତି ଭାଇଙ୍କ ହାତରେ ମଦ ଗ୍ଲାସ ଧରେଇ ଦେଇ ଏକାଦଶୀ ମାମୁଁ ଆମର ହସୁଛନ୍ତି। ତମେ ମାମୁଙ୍କ ବିରୁଦ୍ଧରେ ଏମିତି କଣ କଥାବାର୍ତ୍ତା କରୁଛ? ମାମୁଙ୍କ ସଂଜ୍ଞାଟା ଆମ ପାଇଁ ମହାକାଳ ଫଳ ଭାଉଜ। ତା ନହେଲେ ମମତାର ମନ୍ଦିରଟିଏ ଭାଙ୍ଗିବା ପାଇଁ ସେ ମୋ ଭାଇଙ୍କ ହାତରେ ମଦ ଗ୍ଲାସ ଧରେଇ ଦେଇ ନଥାନ୍ତେ। ଶଙ୍କୁନି ଭଳି ନିଜ ଦାୟିତ୍ୱଙ୍କ ଆଡ଼ରେ ପଶାପଲି ତିଆରି କରି ଦୁର୍ଯ୍ୟୋଧନର ସର୍ବନାଶ କରି ନଥାନ୍ତେ। କଂସ ଭଳି ଧନୁଯାତ୍ରାର ଆୟୋଜନ କରି କୃଷ୍ଣ ବଳରାମକୁ ମାରିବାକୁ ଯୋଜନା କରି ନଥାନ୍ତେ। ମଦ ପାଣି ଗ୍ଲାସ ମଧ୍ୟ କେହି କାହାକୁ ପାଇପାରିବେନି। ପ୍ରତ୍ୟେକ କଥାରେ ଏକାଦଶୀ ଦୋଷ ଆଦମ ଠିକ ନୁହେଁ। ଏଥିରେ ଭୁଲ ରହିଲା କେଉଁଠି? ସଞ୍ଜୟ ଯେମିତି ଧୃତରାଷ୍ଟ୍ର ସାମ୍ନାରେ କୁରୁପାଣ୍ଡବ ଯୁଦ୍ଧର ବିବରଣୀ ପାଠ କରୁଥିଲା, ଆଜି ଠିକ ସେମିତି ମୋ ବାପାଙ୍କ ସାମ୍ନାରେ ମୁଁ ଭବିଷ୍ୟତ ବିବରଣୀ ପାଠ କରୁଛି। ବାପା, ମା ପେଟରେ ରହି ଅଭିମନ୍ୟୁ ଚକ୍ରବ୍ୟୂହ ଭେଦ କରିବାର ସୂତ୍ରଟା ତା ବାପାଙ୍କ ଠାରୁ ଶୁଣିଥିଲା, ମାତ୍ର ଫେରିବାର ସୂତ୍ରଟା ଜାଣିନଥିଲା। କାରଣ ସେତେବେଳେ ତା ମାଆକୁ ନିଦ ହୋଇଯାଇଥିଲା। ଯାହା ନେଇ ଅଭିମନ୍ୟୁ ଚକ୍ରବ୍ୟୂହ କରିଥିଲା ସତ, ମାତ୍ର ଫେରି ନଥିଲା। ଆପଣ ହେଉଛନ୍ତି ଆମର ବାପା ମା ସବୁ କିଛି। ଆପଣ ଯଦି ଏମିତି ନୀରବରେ ଶୋଇଯିବେ, ଆମେ ଆଗକୁ ଆଗେଇବାର ବାଟ ପାଇବୁ ତ? ସଂକଳ୍ପ ସତରେ ସଂକଳ୍ପ କଥାରେ ଅନେକ ରହସ୍ୟ ଥିଲା ଭଳିଆ ଲାଗେ। ଆଉ ବୁଝିବା କେମିତି? ଆଜିକାଲି ପିଲା ଗୁଡାକ କଣ ବୁଝିବା ଅବସ୍ଥାରେ ଅଛନ୍ତି? ଘୋର କଳିକାଳଟି, ଏଣୁ ଡରି ମରି ପିଲାମାନଙ୍କର ପାଦ ଧୂଳି ଡିଆସିଲି ଖୋଳ ରଖି ତାକୁ ପୂଜା କରିବା କଥା। ଏକାଦଶୀ କଣ ବୁଝିଲ ଭାଇ? ପିଲା ଗୁଡାକ ଆଉ ତମ କଣ୍ଟ୍ରୋଲ ଭିତରେ ନାହାନ୍ତି। ବଡ ଟୋକାଟା ପକେଟରେ ମଦ ବୋତଲ ଧରି ବୁଲୁଛି, ଆଉ ମଝିଆ ଟୋକାଟା ପରା ଝିଅ ଧରି ବୁଲୁଛି। ଆଜି ପୁଣି ଗୋଟେ ଝିଅ ଧରି ଘରକୁ ଆସିଛି। କଣ କହିଲା ଏକାଦଶୀ? ତମେ ଗୋଟେ ଝିଅ ଧରି ଘରକୁ ଆସୁଛି? ମୁଁ କଣ କହିବି? ତମେ ନିଜ ଆଖିରେ ଦେଖିଲେ ଜାଣିପାରିବନି। ଶୁଣ ଏକାଦଶୀ, ଏଇ ବିଳାସ ରାୟ ଚୌଧୁରୀ ବଞ୍ଚିଥିଲା ପର୍ଯ୍ୟନ୍ତ କାହାରକୁ କ୍ଷମା ଦେଉନି। ତମେ କାହିଁ ମୁଣ୍ଡଟାକୁ ଖରାପ କରୁଛ କହିଲ? ସମୟ ଆଗେ ଆସୁ, କଥାଟା କଣ ହଉଛି ଆମେ ବୁଝିବାନି। ହଁ, କିଛି ବୁଝିବା ନାହିଁ। ଏ ବିଳାସ ରାୟ ଚୌଧୁରୀ ବଞ୍ଚିଥିଲା ପର୍ଯ୍ୟନ୍ତ ମୋ ବିନା ପରିବେଶନ ଘରର ବୋହୂ ହେଇପାରିବନି, କି ଚାକରାଣ୍ଟି ମଧ୍ୟ ହେଇପାରିବନି। ଆରେ ଏତେ ସାହସ ମତେ ନ ଜଣେ ଏତେ ବଡ଼ ନିଷ୍ପତ୍ତି ନେଲା କେମିତି? ଓହୋ ଭାଇ, ତମେ ଟିକେ ଚୁପ୍ ରହିଲ। ଏଇ ସମୟ ଆସିଲାଣି, ମୁଁ ଯାଇ କଥାଟା ବଡ ବୋଉଙ୍କୁ କହିବି। ସେଇଠି ଠିଆ ହ। କିନ୍ତୁ ବାପା, କହିଲି ପରା ସେଇଠି ଠିଆ ହ। କହ ତୋ ସାଙ୍ଗରେ ସେ କିଏ? ବାପା ସେ ସୀମା ଭଲ ଝିଅ, ଏଣୁ ମୁଁ ତାକୁ ବାହା ହେଇଛୁ। ତ ବାପା ଭାଇ କି କାହାରକୁ ପଚରା ଉଚରା ନାହିଁ। କିନ୍ତୁ ଶୁଣ, ମୋ ବିନା ପରିବେଶନ ବାହା ହେଇଛୁ ମାନେ ତୋ ବୋହୂର ସମ୍ମତ ଦେବିନି, ଏ ଘରେ ରହିବାକୁ ଦେବିନି। ନାଇଁ ବାପା, କଥାଟା ଭଲ ହବନି। ପରେ ଝିଅ ସେ ଆପଣଙ୍କ ପୁଅର ହାତ ଧରି କେତେ ଆଶା ବାନ୍ଧି ଏ ଘରକୁ ଆସିଛି।
ଆପଣ ଏମିତି ବାହାରେ ଠିଆ କରି ତାକୁ କହିଲେ ଲୋକେ ଶୁଣିଲେ କ'ଣ କହିବେ କହିଲେ? লোকে কোন কহে না কহে মোর সেতরে দরকার নাই মু কହୁଛି এই ঘর ভিতরକୁ যাই পারিব নাই ପିଲାମାନେ ଅବୁଝା ହେଲେ କି ଅବୋଧ୍ୟ ହେଲେ ସେମାନଙ୍କୁ ବାପାମାନେ ବୁଝେଇଥାନ୍ତି। ହଁ ଆପଣ ଯଦି ଅବୁଝା ହେବେ ତାହେଲେ ଆପଣଙ୍କୁ ବୁଝେଇବ ବା କିଏ? ତା ମାନେ ବହୁତ ତମେ କହୁଛ ମୁଁ କହୁନି ବାପା, ଏ ସମାଜ କହିବ। ତୁଇକା ତୁଇ କୂଳକୁ ହିତା, ତା ନହେଲେ ଦୁଇ କୂଳକୁ ପିତା। ସେ ପରା ଗୋଟିଏ କୂଳ ଛାଡ଼ି ଆଉ ଗୋଟିଏ କୂଳକୁ ଆସିଛି। ଗୋଟିଏ କୂଳରୁ ବସା ବାନ୍ଧି ସେ ଆଉ ଗୋଟିଏ କୂଳରେ ବସା ବାନ୍ଧିବା ପାଇଁ କାଠି କୁଟା ସଂଗ୍ରହ କରି ଆସିଛି। ଆପଣ ଯଦି ତାକୁ ଆଶ୍ରୟ ନ ଦେବେ ତାହେଲେ ବିଚାରୀଟା କରିବ କ'ଣ? ମୁଁ ବୁଝିପାରୁନି ଭାଉଜ, ବାପା ଆମକୁ ଏଭଳି ଅପମାନ ଦେବାର କାରଣଟା କ'ଣ? କ'ଣ ଏମିତି ମୁଁ ଅପରାଧ କରି ପକେଇଛି? ଓହୋ ସମୟ, ତମେ ଟିକେ ଆଗ ଚୁପ୍ ରହିଲ, ବାପାଙ୍କୁ ମୁଁ ବୁଝେଇଦେବି। ମତେ କଣ ବୁଝାଇବ? ମୁଁ ଗୁଙ୍ଗା ନା କାଲା ହେଇଛି ମତେ ବୁଝାଇବ? ଏ ବିଳାସ ରାୟ ଚୌଧୁରୀ ଆତ୍ମସନ ଯାହା ଟିକକ ଥିଲା ଏ ମୂର୍ଖ ନିଲାମ କରିଦା ବସିଛି। ତମେ ମତେ କଣ ବୁଝାଇବ? ନାଇଁ ବାପା, ମୁଁ ଆପଣଙ୍କୁ ହାତ ଯୋଡୁଛି ବାପା। ସେମାନଙ୍କ ଭୁଲ ପାଇଁ ଆପଣ ତାଙ୍କୁ କ୍ଷମା କରିଦିଅନ୍ତୁ। ବାପା, ଆପଣଙ୍କ ପୁଅଙ୍କ ନାଁରେ ଥରେ ଯେତେବେଳେ ସେ ମଥାରେ ସିନ୍ଦୁର ପିନ୍ଧି ସାରିଛି, ବିଚାରୀଟାକୁ ଭିତରକୁ ନ ଯିବାକୁ ଦେଇ ଏମିତି ବାହାରେ ଠିଆ କରି କହିଲେ, ନାଇଁ ବାପା, କଥାଟା ମୋଟେ ଭଲ ହବନି। ବାପା, ଆପଣ ଆଉ ସେମାନଙ୍କୁ କିଛି କୁହନ୍ତୁନି, ଆପଣଙ୍କୁ ମୋ ରାଣ ବାପା। ଏଇ ଦେଖିଲେ ବିଚାରୀଟା ଆପଣଙ୍କ କଥା ଶୁଣି କେମିତି ଗୋଟିଏ ଜାଗାରେ ଠିଆ ହେଇଛି। ନାଇଁ ବାପା, ଆପଣ ଆଉ ସେମାନଙ୍କୁ କିଛି ବି କୁହନ୍ତୁନି, ଆପଣଙ୍କୁ ମୋ ରାଣ ବାପା। ଏଇ ଚାଲ ବାପାଙ୍କୁ ମୁଣ୍ଡିଆ ମାର। ଆରେ ଚା। समय तमे आ कहीं ठिया लो, चलो भीतर को चलो, चलो पर कहूची। ए बाजे फैमिली टा मो जदि आगुरु जानि थाते ताले बाघ जंतारे केभेले पसी न थाते। बापा को बोले हिटलर शासन ଆଉ ଅବାନ୍ତର ନିୟମ ସେ ସବୁ ଠିକ ନୁହେଁ। कौन कहलो? पापा को तमे भूल बुझुचो। 1 मिनिट। ठीक ताले कौंडा भाई, बाप शशुरन को मुंडिया मारिला बेले पाखरे थिबा बड़ जांग को मुंडिया न मारियाटा बोधा ठीक। समाजर नीति नियम परंपरा को भांगी बापा को न पचारि कन्या धरी घर को चली आसीबाटा बोधा ठीक। संकल्प भाई, औषधटा पाटी को पिता लागे सिना हेले देह पई उपकारक। एणु बापांगर कई पद कटु कथा खराब लागिथिबो निश्चय। ए घर को बहु आसीबा पूर्वरु तमर आ भाईंगर चिंता करिवार थिला। ए घरे कई जने गार्डियन अछंती आ से सब भूली जतले ए घरर गार्डियन बापा को असम्मानित करिछ। असम्मानित थारु बापांगर कई पद कटु कथा खूब कम निश्चय। अरे तम घरे सब केते जण गार्डियन अछंती? हां जणक पर जण आसे मते एंती सागर करछंती। सेमानकर मन रखिबा छे मु होचे गुटे लव स्टोरी। ओ बड़ा आगो निजको निजे सजाड़िया को चेष्टा करो, कारण ए अंचल सारा जते बेले राय चौधरी परिवार राय को सम्मान दे आसी सेते बेले तमे असम्मानित कले तमर इगोटा तो रहबनी, लटा भी लो होई जलो। संकल्प भाई दामी सेंड भाभी शहर रु जागो किनी नै आसी छ, ता ठुपी खोलु खोलु भलो वासना परिवर्ते उत्कट दुर्गंध बाहरुची। एणु ताको देहरे न पकाई ता ठुपीटा बंद कर दियो। बंद करो कहूची। समय तमे आसलो भीतर को आसो। आसो कहूची, आसो बाबा। ओके मु भी देखबी कहा पार्टीटा किए बंद करूची। झड़र संकेत झड़ी पकड़ा हठात जिते बेले एठिक आसी उड़ीबा को लागलानी। वर्षा तो निश्चय हम हेले से वर्षा रे जहार जहा क्षति होना कहीं झड़ी पकड़ार डेणा पर कटी अस्ते व्यस्त हो एकथा मु कहूनी कहूचे संकल्पर सांकेतिक बाणी। अरे हाँ
ମୁଁ କହୁଛି ଆରେ ବାବା ମୋ ଉପରେ ଏତିକିଟା ଭରସା ରଖ। କ'ଣ କ'ଣ ଭରସା ହଉନି ନା କ'ଣ? ଆରେ ମୁଁ ନିଶ୍ଚୟ ପହଞ୍ଚିବି। ହଁ ହଁ ଆରେ କହିଲି ପରା ମୁଁ ନିଶ୍ଚୟ ପହଞ୍ଚିବି। ହଁ ଆଉ ଆଉ କ'ଣ ସବୁ ତମ ଦେହ ପା ଭଲ ଅଛି ଟି? ହଁ କ'ଣ ନା ନାଇଁ ଛୁଟି ମିଳିଲା ମୁଁ ନିଶ୍ଚୟ ଯିବି। ହଁ ହଁ ଆଉ କ'ଣ ବାରମ୍ବାର ଏମିତି ଗାର୍ଲସ ହଷ୍ଟେଲରୁ ଚାଲି ଆସି ମତେ କାହିଁକି ବ୍ଲେମ୍ କରିବାକୁ ଚେଷ୍ଟା କରୁଛ? ମୁଁ ବ୍ଲେମ୍ କଲେ କେତେବେଳେ? ତମେ ଯଦି ମୋ କଥା ଭଲେ ଭଲେ ନ ମାନିବ ତାହେଲେ ମୁଁ ତମକୁ ବ୍ଲେମ୍ କରିଦେବି ଯେ। କ'ଣ ତମର କଥା? ଭେରି ସିମ୍ପଲ। ଓଠେ ଟିକେ ସ୍ମାଇଲ୍ ଆଣି କହିଦିଅ ମାମା ଆଇ ଲଭ୍ ୟୁ। ନା ନା ମୁଁ କହିପାରିବିନି। କହିପାରିବନି? ନା ନା କହିପାରିବନି। କାହିଁ କହିପାରିବନି? ତମ ପାଟିରେ ପୋକ ପଡ଼ିଯିବ ନା କ'ଣ? ଆରେ ବାବା ତମେ ମୋ ପାଟିରେ ଅମୃତ ଦେଲେ ବି ମୁଁ କହିପାରିବିନି, କାରଣ ତମ ଭଳି ଝିଅକୁ ପ୍ରେମ କରିବା ଯାହା ଶୁଳିରେ ଚଢିବା ସେଇଆ। ତାହେଲେ ଠିକ ଅଛି, ମୁଁ ଚାଲି ପ୍ରିନ୍ସିପାଲଙ୍କ ପାଖକୁ। କାହିଁକି? ତମ ନାଁରେ କମ୍ପ୍ଲେନ ଦବାକୁ। ମୋ ନାଁରେ କମ୍ପ୍ଲେନ ଦେବାକୁ? ମୁଁ ଯାଇକି ପ୍ରିନ୍ସିପାଲଙ୍କୁ କହିବି ସାର୍ ସଂକଳ୍ପ କ୍ଲାସରେ ମତେ ସବୁବେଳେ ଆଖି ମାରନ୍ତି, ଆଉ ଆଜି ବି ଆଖି ମାରିଲେ। ତାପରେ ମୁଁ ରାଗିଛି ନନ୍ସେନ୍ସ କହିବାରୁ ସେ ମୋ ମୁଣ୍ଡଟାକୁ ଭିଡ଼ି ଧଇଲେ। ଆହୁରି ରାଗି ଯିବାରୁ ତାପରେ ମୁଁ ତାକୁ ଗୋଟେ ଚାପଟା ମାଇଲି, ଆଉ ତାପରେ ସେ ମତେ କ'ଣ ନା ନା କ'ଣ ସାର୍ ଯଦି ପଚାରନ୍ତି ତାପରେ କ'ଣ କଲା ବୋଲି କ'ଣ କହିବ କହୁନ? କ'ଣ କହିବି? କହିବି ସଂକଳ୍ପ ଭାଇ ଭିଡ଼ି ଧରି ମତେ କିସ୍ ଦେଇଦେଲେ। ଠିକ ଅଛି, ସେଇଟା ଆଗ ସରିଯାଉ ତାପରେ ତମେ ଯାଇକି କହିବ। ଭାତ ଛାଣି ଅଛ ଦେଖୁଛି। ଓଲା ଭାବୁଥିଲ ନା କ'ଣ? ଆରେ ଝିଅଟି ହୋଇ ଯେତେବେଳେ ଏକୁଟିଆ ଗୋଟେ ପୁଅ ରୁମକୁ ଚାଲି ଆସ। ଆରେ ବାବା କେବଳ ତମ ଡର ଛଡ଼େଇବାକୁ। ଆଗକୁ ଯେତେବେଳେ ତମ ସହିତ ମୋ ରୁମରେ ଭେଟ ହବ ନା ସେତେବେଳେ ଏକଦମ ଡର ଛାଡ଼ି ଯାଇଥିବ। ବାସ୍ ବାସ୍ ସେତିକି ଥାଉ। ତମ ଭଳି ଗୋଟେ ନକରି ଝିଅର ହାତ ଧରି ସାରା ଜୀବନ ବିତେଇବା ମୋ ପକ୍ଷେ ସମ୍ଭବ ନୁହେଁ। କ'ଣ କହିଲ? କ'ଣ କହିଲ? ମୁଁ ନଖରି ଦଉଁ। ହଁ ତମେ ଖାଲି ଛୋପରି ନା। ଆରେ ସଂକଳ୍ପ ଭିତରେ ଅଛି ନା କ'ଣ? ତମେ କୋଉଠି ଲୁଚି ଯାଅ କହୁଛି, ଲୁଚି ଯାଅ ପ୍ଲିଜ। କୋଉଠି ଡରୁଛ କାହିଁ କହିଲ? ଭାଇ ଆସିଲେ କହିଦବ ଆମେ ଦୁଃଖୀ ପ୍ରେମ କରୁଛୁ ବୋଲି। ଯାଉଛ ନା ତମେ ଧରି କୋଉଠି? ଆରେ ଯାଅ ଭଗବାନ। ଆରେ ସଂକଳ୍ପ ତୁ ଭିତରେ ଅଛି ଅଛ ଶବ୍ଦ ହଉନୁ। ନାଇଁ କଥା କ'ଣ କି ଭାଇ, ପଢ଼ି ପଢ଼ି ଟିକେ ଆଖିଟା ଲାଗି ଯାଇଥିଲା ତ ସେଥିପାଇଁ ବୋଧେ ତମ ଡାକ ଶୁଭିଲାନି। ହଉ ଛାଡ଼ ସେ କଥା, ଆଗ କହିଲୁ ଦେଖି କାଲି ଯୋଉ ପୋଲିସ ଇଣ୍ଟରଭ୍ୟୁ ଦେଇଥିଲୁ ସେଟା କେମିତି ହୋଇଛି? ବଢ଼ିଆ ଅଛି ଭାଇ, ମତେ ଲାଗୁଛି ସେ ଇଣ୍ଟରଭ୍ୟୁ ନିଶ୍ଚୟ ସକ୍ସେସଫୁଲ। ଆରେ ଭଗବାନ କରନ୍ତୁ ଚାକିରିଟା କିନ୍ତୁ ଭଲରେ ଭଲରେ ଦେବୁ, ତା ନହେଲେ ସମୟ ମୁଁ ଯୋଉ ବେକାର ହେଇ ବୁଲୁଛି ତୁ ବି ଶେଷରେ ବେକାର ହେଇ ବୁଲିବୁ। ଭଗବାନଙ୍କର ଯାହା ଇଚ୍ଛା ତାହା ନିଶ୍ଚୟ ହେବ। ଆରେ ତମ ଭଳି ଜଣେ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ଯେତେବେଳେ ବେକାର, ମୋ ଭଳି ଜଣେ ସିମ୍ପଲ ଷ୍ଟୁଡେଣ୍ଟ ଭାଗ୍ୟରେ କ'ଣ ଅଛି କିଏ କହିପାରିବ? ଆରେ ତା ବୋଲି ନିଜ କର୍ତ୍ତବ୍ୟ କ'ଣ ନିଜ କର୍ମ ଭୁଲି ଯିବାଟା ଠିକ? ହଉ ଛାଡ଼ ଆଗ କହିଲୁ ତ ସବୁ ଭଲ ତ? ହଁ ଭାଇ ମୋର ସବୁ ଭଲ। ଆଚ୍ଛା ଭାଇ ତମେ କ'ଣ ଏଥର ଭାରି ତରତର ଜଣା ପଡୁଛ, ନୂଆ ଭାଉଜକୁ ଛାଡ଼ି ଆସିଛ ବୋଧେ। ଆଚ୍ଛା ଭାଇ ନୂଆ ଭାଉଜକୁ ଛାଡ଼ି ଆସିବାକୁ ଇଚ୍ଛା ହଉନଥିଲା ନା ନୂଆ ଭାଉଜଙ୍କ ପାଇଁ ମତେ ଏକଦମ ଭୁଲି ଯାଇଥିଲ? ଆରେ ଚୁପ୍, ଆରେ ରକ୍ତକୁ କିଏ କ'ଣ ଭୁଲି ଯାଇପାରେ? ଆରେ ସେ ତ ପର ଝିଅଟା, ତୋ ପାଇଁ କ'ଣ ବେଶୀ ନିଜର ହେଇଗଲା? କେଜାଣି କିଏ କହିବ, ଆଜିର ସ୍ନେହ ମମତାର ଭରା ହୃଦୟଟା କାଲିକି ବଦଳି ନଯିବ ବୋଲି। ଆରେ ଭୁଲ କହିଲୁ, ଆରେ ଏକା ରକ୍ତର ଭାଇ ତୁ ମତେ ଚିହ୍ନି ପାରିଲୁନୁ। ଆରେ ମୁହଁର ଭାଷା ଆଉ ମନର ଭାଷାର ଯୋଉ ଫରକ ଅଛି ତୁ ତାକୁ ଅନୁଭବ କରି କେମିତି? ଆରେ ନଈରେ ବନ୍ଧ ପକେଇଲେ ବହି ଯାଉଥିବା ଦଳଧାରାଟା କେବେ ବିପରୀତ ମୁଖ ହୋଇପାରିଲା। ତମେ ବି ମତେ ଚିହ୍ନି ପାରିଲେନି ଭାଇ। ଗୋଟେ ସ୍ନେହ କାଙ୍ଗଳ ସାନ ଭାଇଟା
कई पद अगड़ बगड़ कहीदेला बोली तुम मन में आघात देला ना अरे कौन कहलु ठीक अच्छे तुम सागर कथा अरे कौन कहलु अरे तू मत मजा कथा बनू तोर कई पद मजा कथा मते दुख दिए ना रे बहुत आनंद दिए मु जानी छे भाई तमरे हुंडा भाईटा कई पद अगड़ बगड़ कहीदेला तुम मन को केबे भी आघात दिए ना हो छाड़ से कथा ए टंकार अच्छा भाई तुम्हें तरह को भारी तरह तरह जना पड़ न भाजो समय दे आसी ना कौन ठीक समय न पहुंचले होम मिनिस्टर रागी जी ना कौन बदमाश कोठी कार ओ ठीक है ना अच्छा भाई मो तरफ एथर भाज को कहीदेव मु गला बेलू जमी लाज फाज रखी थे ता ना एमती दुष्टामी करी एमती दुष्टामी करी लाज फाज पूरा उभे जीव ओ ठीक है मु सब कथा कहि मते आछि ठीक है भाई जमी भगवान को द्वारा शीघ्र शीघ्र चली ता ना हुंडी को देखी कौन होइथांता मो पाठ पढ़ारे डोरी बंधा होता भाई मत पिटी पिटी नहीं घर ताला पके देतांते अरे वाह भारी बढ़िया मजा आइता आ तापर जाई मु प्रथम जाई तम रूम रे थाती आ भाई जितो जे तुम ताला पके दिथांते तापर पूरा जाई बही जमी जाई थाता चुप ना करो मो पैंट शर्ट को पिंदे हे भगवान तम भाई को डरे पर मते पिंदिबा को पड़िला हां आ तुम भाई जितो जानी थाते मो जे गोटे पुआ पिला भाई का डर रे पिंदिबा को पड़िला नै देवी दारी को गटा जा अरे संकल्प आ गोटे कथा कहको भूली जाइथिली को कथा भाई हां बापा कहछन्ती आरे सप्ताह तू गांव को जीवु ता छडा पैसा उठी सटा तू निजे नै आसीबु हां भाई मु निश्चय जी अरे संकल्प क्लास टाइम लाइन शीघ्र बाहनो हां भाई मोर क्लास टाइम हो गलानी तमे थोड़ा जा मु निश्चय घर को जी ओ ठीक है ला मैं थोड़ा आछी ए बाबू जन का किए भाई मो मो संग नमस्कार मो ना मा 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 मानस बारे भल पिला भाई बारे मजाड़िया पिला हाँ मजाले पिला तो जना पड़ी अरे संकल्प गाँव गले तू सांग नहीं आसबू अच्छा मानस तुम आम गाँव आड़े बुली आसब थैंक यू मु आपण घर को निश्चित आसीबे संकल्प एथर गाँव आड़े गले मानस गाँव नहीं बुली आसबू हाँ मानस एथर से तुम मुहटा देखी पारे नहीं हेले आर थर संकल्प तो मुहटा तुम निश्चय देखी कहला मुझे एते बड़ समस्या मुंडरू गला समस्या गला तम भाई कहछनी माने आरो सप्ताह को तम घर को जीवटा सियर देवी घर को ओडा तम सियर फेर छाड़ दे कोन कहलो ना कोन दबो देखि देलो सब बड़ खाली को जे देवी 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 देखि देलो देवी हां देलो नहीं देवी दियो पर गछि देवी देखा का? हां दियो ठीक है हे हे ला 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 ए हे हे परिराई जरू ओल्हेई आसीची प्राण प्रिया सुना परी परिराई जरू ओल्हेई आसीची प्राण प्रिया सुना परी से तो कहूनी किछि से तो बुझुनी किछि से तो कहूनी किछि से तो बुझुनी किछि इशारा रे कहि दिए भल पाए बोली साथी जन्ह राती प्राण प्रिया सुना परी साथी जन्ह राती प्राण प्रिया सुना परी हजारे श्रवण बरसार भिजी धारा होई
परी साथी जन्हा राती प्राण प्रिया सुना परी साथी जन्हा राती प्रेम गीत लिखी देवी तुम हृदय रे भूलिबिनी प्रिया मोर 7 जन्म रे फूल होई फूटी देवी तुम बगीचा रे मन खोली हसुथीबी आखी आईना रे प्रेम गीत लिखी देवी तुम हृदय रे भूलिबिनी प्रिया मोर 7 जन्म हजारे सपना देखी राती रे तुम्हारी मिलन पाई हजारे सपना देखी राती रे तुम्हारी मिलन पाई तुम्हें रजनीगंधा मोर चंपला छंगा तुम्हें रजनीगंधा मोर चंपला छंगा प्रथम प्रेम भल लागुची साथी आम जन्हा राती प्राण प्रिया सुना परी साथी आम जन्हा राती प्राण प्रिया सुना परी Sagani pada apa sabari Ripama 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 शंखा सिंदूर पिंधे रानी सजेबी भूलिबिनी प्रिया मोर 7 जन्म रे कजलरे लिखिछि मु प्रथम चिठी छाती तले लिखिछि मु तुम्हारी स्मृति शंखा सिंदूर सजे रानी सजेबी भूलिबिनी प्रिया मोर 7 जन्म रे कजलरे लिखिछि मु प्रथम चिठी छाती तले राखिछि मु तुम्हारी स्मृति आमोरी मिलन आमोरी सपन सत होई गला आजी आमोरी मिलन आमोरी सपन सत होई गला आजी मंदिर सखी ए सिंदूर सखी ए मंदिर सखी ए सिंदूर सखी हसी खेली बिताइबा ए मधुराती प्राण प्रिया सुना परी हसुथिबा जन्हा राती प्राण प्रिया सुना परी हसुथिबा जन्हा राती परिराई चरु ओल्हेई आसीछि प्राण प्रिया सुना परी हजारे सवार
ଖାଲି ଭଲ ପାଉଛି ମନ ମାନିଲା କିଛି ଖାଲି ଭଲ ପାଉଛି ପ୍ରଥମ ପ୍ରେମ ହେବ ଏମିତି ପ୍ରାଣ ପ୍ରିୟ ଜହ୍ନରାତ୍ରି ପ୍ରାଣ ପ୍ରିୟ ସୁନା ପରି ସାକ୍ଷୀ ଜହ୍ନରାତ୍ରି ପ୍ରାଣ ପ୍ରିୟ ସୁନା ପରି ସାକ୍ଷୀ ଜହ୍ନରାତ୍ରି अनेक दिन हला वर्षा को देखिनी आज सावित्री ओषा सावित्री भार नहीं वर्षा घर को जीवी अरे नाई नाई मु बुढ़ा लोकटा तते नहीं परिबिनी अरे केमिति जीवे माने गोड़े जीवी धोती पंजाबी पिंधिल तो जीव इरे सला ता माने तू एमिति जगह लुचै जे तमे बुझिलो जे तम बापा तांको बापा आसिले भी खोजी पाइबिनी कौन कहलु सला एते काम कर चलन हाउ हला मो बसिला खोजी बाहर कर परिबिनी हेला तो बापा खोजी बाहर कर परिबो नाई नाई जे तमे बापांग आगर ए कथा जम्मा कहबनी से जानिले ना मते बहुत गाली देबे बहु चाली गला दिन तारु टिकिया कथार मो ऊपर रागु जंदी कहबन ना जे नाई रे मोटे कहबिनी प्रॉमिस जे मु जदी मो बहुर लुगापटा लुचै देई तांदी ताहाले मो बहु लुचि करी कुआडे चली जाई न तंदा चुप आउ थोरे जमिति से कलंकिता विषय रे मागर केबे भी न कहू जे अरे ओ भली गोटे रत्न को जे जन्म दे छाड़ी चली गला और पुरुष संगे घर छाड़ी नकाले दी चली गला ताकू केउटी माल परिबन रे जे ताको भूले जा मनरु पोछि दे से मां शब्द को मनरु पोछि दे जा भलो प्यार सब के जस तुम पहाड़े भूले आई जम्मा हेई पारि तमे बापा हेले मु गोपी ककाटी कोका एइटा दियो कोका सेइटा दियो कोका एइटा करि दियो कोका सेइटा करि दियो सबु थरे देई कर खुदा पड़िबी मु एबे भार नै गला बेलकु तमे अरे लगे बापा ट्यूशन पैसा दियो बापा हॉस्टल पैसा दियो बापा दरमा दियो बापा जोता के पैसा दियो आ ता बेले सब पैसा दिबी मु आ गला बेले जिबरा तू हेई परिबनी हेई तू पारि- पैसा किता जम्मा हेई पारिबनी देईक पई टिफिन सज करबी मु स्कूल को छाड़िया को जीबी मु एबे देईक ससुर घर को भार नै गला बेलकु तमे जम्मा हेई पारिबनी भार नै के जीबी मु अरे नहीं नहीं गोपी काका भार नहीं कि मु जीवी कारण मु हूँ तार भाई भौणी घर को भाई ही भार नहीं कि जाए ना बापा हिसाब रे बुआ को जबा कथा ना कका हिसाब रे मु आगे जीवा कथा नहीं नहीं भाई हिसाब से भार धरिकी मु जीवा कथा ना मु आगे जबा कथा ना मु जीवा कथा नहीं नहीं भाई हिसाब से भार धरिकी ना मु आगे जबा कथा ऑर्डर 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 गुरुत्वपूर्ण निष्पत्तिटा को कोर्ट माध्यम रे होबा कथा ठीक है छुआ बाबू आपण यार विचार करंतु ओके गौतम मुदुला श्रीजुक्त अनुरुद्ध सामुद्राय ताको बयान पाठ करନ୍ତୁ हजूर मो कहला कथा या जे मु होछि वर्षार बापा झीटा को बाहा दे शाशुघर को विदा करबा अनेक दिन हो गलानी झीटा सहित मोर देखा होइनी तेणु मनटा मोर गोळे घाटी होछि एणु सावित्री भार सहित मु वर्षा घर को जीवा चाहूछि हजूर ठीक अछि तापर द्वितीय मुदुला श्रीजुक्त गोपीनाथ राउतराय ताको बयान पाठ करନ୍ତୁ हजूर मु हेउछि ए घरर चाकर मते समस्त डाकनी गोपी कका बोली वर्षा दे कि एई हाथे रे बढेई कुड़ेई मु एडिटरू एते बड़ करी ताको अली अजटाକୁ ସବୁ ସହି ବର୍ଷା ଦେଇ ବାହା ହୋଇ ଗଲା ଦିନ ଠାରୁ
ତାକୁ ଦେଖିବାକୁ ମନଟା ମୋର ହାଉସ ପାଉଛି। ତେଣୁ ସାବିତ୍ରୀ ତା ସହିତ ଦେଇଙ୍କ ଶ୍ୱଶୁର ଘରକୁ ମତେ ଯିବାକୁ ଅର୍ଡର ହେଉଛି। ହଜୁର ମୁଁ ହଉଛି ବର୍ଷାର ଭାଇ। ବର୍ଷା ସହିତ ମୋର ବାଲ୍ୟ ଅବସ୍ଥାରୁ କଟିଛି। ତା ଭିତରେ କେତେ ମାନ ଅଭିମାନର ଅଭୁଲା ସ୍ମୃତି ଏବେ ବି ମୋର ମନରୁ ଯାଏନି ହଜୁର। ତା ଛଡ଼ା ପ୍ରତ୍ୟେକ ମୁହୂର୍ତ୍ତରେ ମୋ ଭଉଣୀକୁ ଦେଖିବାର ଆଶା ମତେ ଅତି ବ୍ୟତିଗ୍ରସ୍ତ କରିବ। ତା ଛଡ଼ା ଭାଇ ଭଉଣୀ ଘରକୁ ଭାଇ ହିଁ ଭାର ନେଇକି ଯାଏ। ତେଣୁକରି ମୋ ଭଉଣୀ ଘରକୁ ମୁଁ ହିଁ ଭାର ନେଇକି ଯିବି ହଜୁର। ମତେ ଏଥିରୁ ବଞ୍ଚିତ ନ କରାଯାଉ। ସମସ୍ତଙ୍କ ବୟାନକୁ ଆଧାର କରି କୋର୍ଟ ଏହି ନିଷ୍ପତ୍ତି ନେଲା ଯେ ବର୍ଷା ଦେବୀଙ୍କୁ ସମସ୍ତେ ଦେଖିବାକୁ ବ୍ୟାକୁଳ। ମାତ୍ର ନ୍ୟାୟ ଦୃଷ୍ଟିରୁ ଭଉଣୀ ଘରକୁ ଭାଇ ହିଁ ଭାର ନେଇଯିବା କଥା। ବର୍ଷା ଦେବୀଙ୍କ ଘରକୁ ସାବିତ୍ରୀ ଭାର ନେଇଯିବେ। अरे ए साला जॉर्ज का पक्का हरामी अछि रे। ए साला जॉर्ज को खाली मारा करतो। ବାବୁ ଯାହା ନାହିଁ ତା ହେଇଯାଉ ପଛେ ବୋଉମାକୁ ତମେ ସାଙ୍ଗରେ ନେଇ ଆସିବ। ଗୋପୀ କାକା ମୋ କଥା ମାନନ୍ତୁ ବାବୁ। ଏ ଗୋପିଆ ରକତ ଏ ଘର ପାଇଁ ପାଣି ହୋଇଯାଇ ସବୁ ସହିଛି, କେବେ ପ୍ରତିବାଦ କରିନି। କିନ୍ତୁ ଆଜି ସହିପାରୁନି ବାବୁ। ମୋ ଆଖି ଆଗରେ ସୁନାର ସଂସାରଟା ଚୂନ ହୋଇଯିବାକୁ ବସି ଆପଣଙ୍କର ତ୍ୟାଗ ଆଦର୍ଶରେ ଦୁଃଖଟା ଏ ଘରେ ବସା ବାନ୍ଧୁ। ସତଟାକୁ ଖୋଲି ଦେଇ ଦୁଃଖର ବସାଟାକୁ ଭାଙ୍ଗି ଦିଅନ୍ତୁ ବାବୁ, ଭାଙ୍ଗି ଦିଅନ୍ତୁ। नहीं गोपी काका नाउरिया ही जानिଥାଏ ନଈର ଗଭୀରତା। ସତଟାକୁ ଖୋଲିଦେଲେ ଦୁଃଖର ବସାଟା ଭାଙ୍ଗି ଯିବନି ଗୋପୀ କାକା, ବରଂ ଦୁଃଖ ଗୁଡାକ ଆମ ଚାରିପଟେ ଆହୁରି ଛାଇ ହେଇଯିବନି। ତାହେଲେ କେତେ ଦିନ ଏମିତି ମିଛ ଅଭିନୟ କରୁଥିବେ? କେତେ ଦିନ ନିଜେ ଜଳି ବୋହୁମା ଛୁଆ ବାବାଙ୍କୁ ଜଳାଉଥିବେ? କଣ ବା ତାଙ୍କର ଦୋଷ? ଜହ୍ନ ମାମୁଁ ସରଗ ଶଶୀ ମୁକୁନା ହାତରେ ପଡେ ରେ ଖସି। ସତରେ କଣ ଜହ୍ନ ମାମୁଁ ଆସି କୁନା ହାତରେ ଧରା ଦିଏ ଗୋପୀ କାକା? ନାଇଁ, ତଥାପି ସେଇ ଅଝଟ ପିଲାମାନଙ୍କୁ ବୁଝେଇବା ପାଇଁ ତାଙ୍କ ମା ମନେ ଏମିତି ଜହ୍ନ ମାମୁଁକୁ ହାତ ଟାଣି ଡାକ। ଗୋପୀ କାକା, ଗୋପୀ କାକା, ତମେ କଣ ମୋ ଆଖି ଆଉ ମୋ ମୁହଁକୁ ଦେଖି କିଛି ବୁଝିପାରୁନ ଗୋପୀ କାକା? ମୋ ଆଖି କଣ ଶାନ୍ତିକୁ ଖୋଜୁନି? ମୋ ମୁହଁ କଣ ବିଷଣ୍ଣ ଦିଶୁନି ଗୋପୀ କାକା? କୁହ ଗୋପୀ କାକା, ନିର୍ଦ୍ଦୋଷ ଶାନ୍ତିଟାକୁ ଏତେ ବଡ ଶାସ୍ତି ଦେଇ ମୁଁ କଣ ନିଜକୁ ଅପରାଧୀ ବୋଲି ଭାବୁଛି? କୁହ ଗୋପୀ କାକା, ମୁଁ କଣ ଶାନ୍ତିକୁ ଝୁରୁନି? ସହିପାରୁନି ବାବୁ, ମୁଁ ଆଉ ସହିପାରୁନି। ବାବୁଙ୍କର ବିକଳ କାନ୍ଦଣା। ନାଇଁ ଗୋପୀ କାକା, ନାଇଁ, ହାରି ଯାଇଥିବା ମଣିଷର ଦୁଃଖ ମାପିବାଟା ଠିକ ନୁହେଁ ଗୋପୀ କାକା। ଦୁଃଖ ଗୁଡାକ ଯେତେବେଳେ ଆମ ଚାରିପଟେ ଭାସ ବସେଇ ସାରିଲେଣି, ଯାତନା ଯନ୍ତ୍ରଣା ଗୁଡାକ ଯେତେବେଳେ ଆମ ଚାରିପଟେ ଘୁରି ବୁଲୁଛନ୍ତି, ସେତେବେଳେ ଆମେ ଯେତେ ବାଡେଇ ଛେଚି ହେଲେ ବି କିଛି ଲାଭ ହବନି ଗୋପୀ କାକା। ତୁମେ ବାବୁ, ଧନ୍ୟ ଧନ୍ୟ ତୁମର ହୃଦୟ। ନୀଳକଣ୍ଠ ସାଜି ସବୁ ଯାକ ବିଷୟ ଏକୁଟିଆ ପାନ କରି ଚାଲିଛି। ଦୁଃଖ ଯନ୍ତ୍ରଣାର ମାଳାଟା ବେକରେ ପିନ୍ଧି ସାଥୀକୁ ପତ୍ର କରି ସାରିଲ। ହେଲେ କଣ ତମକୁ ମୁଁ ବୁଝାଇବି? ନାଇଁ ଗୋପୀ କାକା, ସତ୍ୟ ରକ୍ଷା କରିବା ପାଇଁ ରାଜା ହରିଶ୍ଚନ୍ଦ୍ର ତାଙ୍କ ସ୍ତ୍ରୀ ପିଲାକୁ ବିକି ଦେଇଥିଲେ। ଆଉ ବଚନ ରକ୍ଷା କରିବା ପାଇଁ
ବଚନ ରକ୍ଷା କରିବା ପାଇଁ ପଞ୍ଚୁ ପାଣ୍ଡବ ତାଙ୍କ ସ୍ତ୍ରୀର ବିଭତ୍ସନା ରୂପ ପୁରୁଷ ତଳେ ଦେଖୁଥିଲେ। ଆଉ ମୁଁ ଏ ବଂଶର ମାନ ସମ୍ମାନ ରକ୍ଷା କରିବା ପାଇଁ ମୋ ବାପାଙ୍କର ଟେକ କରିବା ପାଇଁ କେଇଟା ଦିନ ପାଇଁ ମୋ ନିଜ ସ୍ତ୍ରୀଟାକୁ ଅନ୍ୟ ସ୍ତ୍ରୀର ଅଭିନୟ କରିବାକୁ ପଠେଇ ଦେଇ ମୁଁ କଣ ଏମିତି ବଡ କାମ କରି ପକେଇଲି ଗୋପୀ କାକା? କଣ ଏମିତି ବଡ କାମ? ସେ ଯୁଗ ଆଉ ଏ ଯୁଗ ଭିତରେ ଅନେକ ଫରକ ବାବୁ। ଆଉ ଏ ଯୁଗରେ ତମ ଭଳିଆ କେତେ ଜଣ ଅଛନ୍ତି ମୁଁ ତ ଜାଣିନି ବାବୁ। ଅଛନ୍ତି ଗୋପୀ କାକା, ଅଛନ୍ତି। ହଉ ଛାଡ଼ ସେ କଥା ଗୋପୀ କାକା, ତମେ ଟିକେ ଶୀଘ୍ର ସାବିତ୍ରୀ ଭାରଟାକୁ ସଜାଡ଼ି ଦିଅ। ମୁଁ ପରା ମୋ ଶାନ୍ତି ପାଇଁ ସାବିତ୍ରୀ ଭାର ନେଇକି ଯିବି। ଠିକ ଅଛି, ସଜାଡ଼ି ଦେଇଛି ବାବୁ, ସଜାଡ଼ି ଦେଇଛି। ବୋଉ ମାକୁ କହିବ ଏ ଗୋପୀ କକା ତାଙ୍କ ସଂସାରରେ ଆଉ ସମ୍ଭାଳି ପାରିବେନି। ସେମିତି କହିଲେ ବାପାଙ୍କର ମନ କଷ୍ଟ ହବନି? ବାପା କେତେ ଶ୍ରଦ୍ଧାରେ ଏ ଶାଢୀ ଆଣିଛନ୍ତି। ଦେଖ ଏ ଦିଟାରେ ତୋର ଯୋଉଟା ମନେ ହଉଛି ତୁ ସେଇଟା ନେଇଯା। ଥରେ ତ କହିଲେ ସେ ବାଜେ ଶାଢୀ ମୋର ପସନ୍ଦ ନୁହେଁ। ତମେ ହଉଛ ଛୋଟ ଘର ଝିଅ, ବାସନରେ ବଢିଛ, ତେଣୁ ଏ ଶାଢୀ ଗୁଡାକ ତମକୁ ଅପୂର୍ବ ଭଳି ଲାଗୁଥିବ। କିନ୍ତୁ ଏଭଳି ଶାଢୀ ଆମ ଘର ଚାକରାଣୀ ବି ୟୁଜ କରନ୍ତିନି। ଏମିତି ଶାଢୀ ପିନ୍ଧି ମୁଁ ଲାଟିନ୍ ମଧ୍ୟ ଯାଏନି। ଦେଖ ଭଉଣୀ, ବାପ ଘର ଶାଶୁ ଘର ଠାରୁ ଯେତେ ବଡ ହଉ ନା କାହିଁକି, ହେଲେ ଶାଶୁ ଘରର ନୁଆଣିଆ ଚାଳ, ଶାଗ ପଖାଳ, ସୁଖ ଦୁଃଖ ଏସବୁ ଧରାବନ୍ଧା ନିୟମ ହୋଇଯାଏ। ମୁଁ କିନ୍ତୁ ସେ ଓଲ୍ଡ ଟ୍ରାଡିସନ ଭିତରେ ନିଜକୁ ଆଉ ଆଡଜଷ୍ଟ କରିପାରିବିନି। ମୋ ନାଁ ହଉଛି ସୀମା ମହାପାତ୍ର। କୌଣସି ନିର୍ଦ୍ଦିଷ୍ଟ ସୀମା ଭିତରେ ମୁଁ ଆଉ ନିଜକୁ କଣ୍ଟ୍ରୋଲ କରି ରହିପାରିବିନି। ଦେଖ ଭଉଣୀ, ବୋହୂଟିଏ ଘରକୁ ଆସେ ଘର ସଜାଡ଼ିବା ପାଇଁ, ହେଲେ ଉଜାଡ଼ ଦେବା ପାଇଁ ନୁହେଁ। ମୋ କଥା ମାନ ଭଉଣୀ, ଗୋଟେ ହିନ୍ଦୁ ନାରୀ ପାଇଁ ଆଜିର ଏ ସାବିତ୍ରୀ ବ୍ରତର ମହତ୍ଵ ବହୁତ ଅଧିକ। ତେଣୁ ତୁ କିଛି ଅଘଟଣ ନ ଘଟେଇ ଯା, ଏ ଲୁଗା ପିନ୍ଧି ଠାକୁରଙ୍କ ମୁଣ୍ଡିଆ ମାରି ପ୍ରସାଦ ପାଇଦେ। ନେ ଭଉଣୀ ନେ। ଥାଉ, ତମ ବଡ ଭଉଣୀ ପଣିଆ ସେତିକି ଥାଉ। ସୀମା, ସକାଳୁ କହି କହି ମାଛ 2 ପିସ୍ ଗରମ କରିପାରିଲନି। ଭୋକରେ ମୋ ହସ ଉଡି ଯିବାକୁ ବସିଲାଣି। ସୀମା, କହିଲେ କଣ ନା ବଡ ଭଉଣୀ। ଏଭଳି ଏକ ଥାର୍ଡ ଗ୍ରେଡ୍ ଫ୍ୟାମିଲିରେ ମୁଁ ଆଉ ନିଜକୁ ଆଡଜଷ୍ଟ କରିପାରିବି। ଏଣିକି ଏଇ ଫ୍ୟାମିଲିର କେହି ବା ତମେ ମୋ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କର, ସେଦିନ ଏ ସୀମା ମହାପାତ୍ର ପାଟିରେ କିଛି କହିବନି। ଯଦି କହିବ ତ ଚପଲରେ। ବଡ ଭାଉଜ, ତମ ଚପଲ ଯେତେବେଳେ ଏ ଘରେ କଥା କହିବାକୁ ବସିଲାଣି, ସେ ଚପଲ ନିଶ୍ଚୟ ତମ ବାପା ଭାଇଙ୍କୁ କେତେ ଥର କଥା କହିଥିବ। ତମ ଚପଲର ଦାମଟା ଜାଣିଲେ ହୁଏତ ସେଥିରୁ ହଳେ କିଣି ନେଇ ଆସନ୍ତି। କାରଣ ତମ ଭଳି ଉଗ୍ର ଆଧୁନିକ ଭାଉଜ ସାଙ୍ଗରେ ପାଟିରେ କଥା ହେବା ଅପେକ୍ଷା ଚପଲର କଥା ହେବାର 4 ମାସ ଥା। ତମେ ଚୁପ ହବ ନା ନାଇଁ? ଏଠିକି ତମେ କାହିଁକି ଆସିଲ? କେବଳ ଏଇଥିପାଇଁ ଯେ ଭାଉଜ, ସୀମା ଭାଉଜ ଭଳି ମଡର୍ଣ୍ଣ ଝିଅ ଯାଏ ଇଂଲିଶ ଫିଲ୍ମ, ପପ୍ ମ୍ୟୁଜିକ, ରେକର୍ଡ ଡ୍ୟାନ୍ସକୁ ଲାଇକ୍ କରନ୍ତି। ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଭଜନ ଜଣାଣ ଦେଖାଇ ସନ୍ତୁଷ୍ଟ କରିପାରିବନି। ଦେଖ ସଂକଳ୍ପ, ଦିଅର ହିସାବରେ ଯୋଉଠି ରହିବା କଥା ସେଇଠି ରହିବାକୁ ଚେଷ୍ଟା କର। ଅଯଥା କଥାରେ ମୁଣ୍ଡ ପୁରେଇ ମତେ ଏମିତି ବାରମ୍ବାର ଅଣ୍ଡର ଏଷ୍ଟିମେଟ୍ କଲେ କଥାଟା କିଛି ଭଲ ହବନି। କହି ତମ ଭଳି ନାରୀମାନଙ୍କ ଠାରୁ ଭଲ ଆଶା କରିବାଟା ଗୋଟେ ବୋକାମିର ପରିଚୟ। ଏଣୁ ଏ ଅଧମ ତମଠୁ ଭଲ ଆଶା କରିବ ବା କେଉଁ? ଓହୋ ସଂକଳ୍ପ, ତମେ ଚୁପ ହବ ନା ନାଇଁ? ଦେଖ,
आम दी जांको भीतर कथारे तमे मुंड पुराउछ काईके तम ऊपर देखाणी आकर्षा सेते के थाओ केवल तमर पई से मते मिली बारंबार चल छथि सीमा मो हां दियार भाउजंग संपर्कटा एमिति को सुतरे गुंथाई छे के जानी भाउज को कहले दियार को खाली ठाई ठाई बाचे जा बुझलो बड़ भाउज होटल बार रेस्टोरेंट रे चिकन मटन बिरयानी खाई अधा देहलुचा पोशाक पिंधि 1000 टका गाड़ी पछरे हाय बाय करुथिबा गोटे झियो ताकू सीता सावित्री भली ओडिया महान कथा भल सुबिबो के खाओ से महान गाथा मोर सुनिबा दरकार नहीं अरे जदि पारछो ताले लक्ष्मण सची तमरे महाशक्ति सावित्री को तम से महान गाथा सुना ये महान से सब बेले महान आज गोटे थर्ड ग्रेड झियर आख्या परे शांति भाउज भली पवित्र नारी देहरे कलंकर दाग लगाई परिबनी व्हाट कौन कहलो तमे मु गोटे थर्ड ग्रेड झियो आज मु तुमको भाउज भली केवल हाथटा कटके देली ता नहले ए संकल्प तम हाथटा को मोड़ी भांगिबा पई जमाटरी करी रखंदा खाली सेति नुहे सावित्री ओसारे माछ खाइबा पई तमे बड़ भाउजक संगे कली करि पारो बापा आनी देबा नुआ लोगा को न पिंदी तमे पादरे दळी मकची पारो आ विशेष कथा हला ए घरर लोकंग सहित तमे पार्टी रे कथा न होई कथा हो चप्पल रे कथा कहिबार सीमा को डबे अछु भाई बड़ा सानर ज्ञान रखी तू सीमा को बारंबार विज्ञापन कर चलछु तू कह जाउछु हमु के घर रखै दबनी घंटा घंटा मिनट घंटा सेकंड घंटा एकाठी हेला समय 12टा हुए ठीक सेमती आपणार लोक गुड़ाक पर हो जाती चिन्ह मुह गुड़ाक ये अचिन्ह हो जाए जेतेबेले मनीषर बुद्धि विवेक विचार गोटे नारी पाखरे बंधा पड़ जाए तमे बंधा पड़ जाए भाई तमे बंधा पड़ जाए ओहो एनु तमे भूल कोटा ठीक कोटा जानि पर सकल बो तुम चुप होवाला नहीं चलो चलो मोर संगे भीतर को मशाणी को गले मनीष मढ़ार गंध पाए मंदिर को गले मनीष धूप दीप नैवेद्यर बास्ना जानी जानी तमे स्नेह ममतार मंदिर टाक मशाणी कर देबाक बसिछ भाई एनिके केवल तमे मढ़ार गंध पाइबो केवल मढ़ार गंध देखो ए भले कदर्ज फैमिली रे म गोटे मिनिट भी रही परिबिनी केते शीघ्र परछो मते नै हम घरे छाडी देया तमे दी बेस्टल चलिबो धीरे धीरे सब तेज जोनी कोन चाहि छबो हां कोन चाहि छबो तम घरे से जो मांकड़ बुढ़ा खंड को अछि से कोन किछि करे थबो तनको पूरा पूरा चापुड़ी धरे छी बड़ बहु बोली जमा पानी पाउनी आ मो छाई पड़ले तार तो खाली नाही देउछि मनीष फूल को भल पाए ता सौंदर्य बासना को नहीं मनीष को भल पाए ता नीति आदर्श चरित्र को नहीं किलु बापा चुप तू अंध हो जाए दुनिया से तो संगे अंध हो जाए तू पागल हो आम समस्त को तो संगे पागल हो बापा एटा होती विलास राय चौधरी बंगला एटी केवल मनीष बनते मनीष नीति आदर्श नहीं तो अधिकार नहीं हाँ कहूचे ए घर नीति नियम रे चलू तो चा ना नाले तो स्त्री रे घर छाड़ चल जा ओहो कोन एति बाबा बाबा हो चमो बाबा कोन कहि कले तमे बोधे भल भाबरे बुझी पल्लनी अरे आमे ए घर रहिले तांको असुविधा होची तेणु करे से सीधा सीधा न कहि कथाटा को एमिति बुलेई बंके कहउछंती आ तमे भी एमिति निर्लज एते कथा सुनी सारिबा परे भी तमे कि पड़ी रहिछ सीमा हेले सीमा तम पुनी निर्लज नुहे
ପରେ ସେଇଠି ପଡ଼ି ରହିବ। ନା ଶୁଣ, ତମେ ତମ ବାପା ଭାଇଙ୍କ ପାଦ ତଳେ ଏଇଠି ପଡ଼ି ରହିଥାଅ, ହେଲେ ମତେ ନେଇ ଆମ ଘରେ ଛାଡ଼ି ଦେଇ ଆସ। ସୀମା ତା ନହେଲେ ମତେ ଚିଣିବ କହିଦଉଛି। ଏମାନଙ୍କୁ କହନ୍ତି ଗୋଟେ ପାଗଳ। ଏମାନଙ୍କ ଆଖିରେ ସ୍ତ୍ରୀ ବ୍ୟତୀତ ଆଉ କେହି ଦେଖାଯାନ୍ତି ନାହିଁ। ଏମାନଙ୍କ ରକ୍ତ ସମ୍ପର୍କଟା ଅତି ତୁଚ୍ଛ। ଚିହ୍ନା ମୁହଁ ଗୁଡ଼ାକ ଭାରି ଅଚିହ୍ନା। ତାକତ ଯିଏ ଚିହ୍ନା ଆଜି ସେ ଅଚିହ୍ନା, କାଲି ଯିଏ ଚିହ୍ନା ଆଜି ସେ ଅଚିହ୍ନା। କହିବି କାହାକୁ, କହିବି କାହାକୁ। କାଚ ଘର ପରି ହୋଇଗଲା ଚୁନା, କାଚ ଘର ପରି ହୋଇଗଲା ଚୁନା। ଚିହ୍ନା ମୁହଁ କିନ୍ତୁ ଭାରି ଅଚିହ୍ନା, ଚିହ୍ନା ମୁହଁ କିନ୍ତୁ ଭାରି ଅଚିହ୍ନା, ଚିହ୍ନା ମୁହଁ କିନ୍ତୁ ଭାରି ଅଚିହ୍ନା, ଚିହ୍ନା ମୁହଁ କିନ୍ତୁ ଭାରି ଅଚିହ୍ନା। ତମ ଭିତରୁ କିଏ କହିଲା ମଦଟା ଗୋଟିଏ ଖରାପ ଜିନିଷ? କିଏ କହିଲା ମଦ ମଣିଷର କ୍ଷତି କରେ? No, wrong, wrong, wrong. କାରଣ ମଦ ଇଜିଏ ବେଷ୍ଟ ଫରେନି ଫାଷ୍ଟ ଏଡ୍ ବ୍ୟାନ୍ ହାରି ଯାଉଥିବା ମଣିଷମାନଙ୍କ ପାଇଁ। ଏନି ମାଇଣ୍ଡ ମୁଁ ମଦ ପିଉଛି ବୋଲେ କେ ଖରା ହଉଛେ କି? ତମେ ମଦ ପିଉଛ? ଏ ଘରେ ବାପା ଅଛନ୍ତି, ଡର ଭୟ ବୋଲି ତମର କଣ ଦେଖି ନାହିଁ? ତା ଛଡ଼ା ଆଜି ସାବିତ୍ରୀ ଓଷା। What? ସାବିତ୍ରୀ ଓଷା। ଯେଉଁ ଓଷାରେ କି ପ୍ରତ୍ୟେକ ପ୍ରତିପତା ନାରୀମାନେ ତାଙ୍କ ସ୍ୱାମୀ ଦେବତା ପାଇଁ ଦୀର୍ଘ ଜୀବନ କାମନା କରନ୍ତି। ହେଲେ ମୁଁ ତ କାହାର ପତି ନୁହେଁ, ମୋ ପାଇଁ କିଏ ବ୍ରତ ପାଳନ କରିବ? ଏଣୁ ଭାବିଲି ଏ ମଦଟାକୁ ପିଇଦେଲେ ଏ ବ୍ରତ ମଦ ପୁରା ମୋ ମନରୁ ସାଗର ହୋଇବି ଟୋପାଏ ପାଣି ପିଇବାକୁ ପାଇଲେନି। ଏଣୁ ଏ ମଦରେ ଶୋଷ ମେଟାଉଛି। ବିଶାଳ ସାଗରକୁ ଯିଏ ନିଜ ବକ୍ଷରେ ବାନ୍ଧି ରଖିଛି, ତାକୁ ଶୋଷ ଆସିଲା କୋଉଠୁ? ତା ଛଡ଼ା ମଦ ମଣିଷର ଶୋଷକୁ କମେଇ ଦିଏ ନା, ବରଂ ଅବଶୋଷ ବଢ଼େଇ ଦିଏ। ଶାନ୍ତ ମଣିଷକୁ ଅଶାନ୍ତ କରିଦିଏ। ତଥାପି ମଣିଷ ମଦକୁ ନିଜର ସିଗାରେଟ ସ୍ମୋକିଂ ଇଜ ରିଅଲ ଥେଲ୍। ତଥାପି ମଣିଷ ତାକୁ ପିଏ, କାରଣ ଜୀବନର ମୂଲ୍ୟ ଅତି ଶସ୍ତା। ଜୀବନର ମାନେ ସାଗର, ତମର ସବୁ ଥାଇ ବି ତମେ ଆଜି ମଦ ପିଉଛ। ପୁରୁଷ ପୁଅ ହିଁ ସାମାନ୍ୟ ଦୁର୍ଘଟଣାକୁ ତମେ ସାମ୍ନା କରିପାରୁନ। ତେଣୁ ମତେ ଲାଗୁଛି ଏବେ ବି ବର୍ଷା ପାଇଁ ତମ ହୃଦୟରେ ସ୍ଥାନ ରହିଛି। ଏବେ ବି ତମ ମନ ଭିତରେ ବର୍ଷା ତମକୁ ଦୁର୍ବଳତା ସୃଷ୍ଟି କରୁଛି। ନା, ତା ପାଇଁ ମୋ ହୃଦୟରେ ଟିକେ ହେଲେ ସ୍ଥାନ ନାହିଁ, ବରଂ ଅଛି ଘୃଣା। କାରଣ ଯେ ପ୍ରତିଶ୍ରୁତି ଦେଇ ବିବାହ ବେଦରୁ ମୋ ହାତ ଧରିବା ଆଗରୁ ଅନ୍ୟ ଜଣଙ୍କର ହାତ ଧରି ଚାଲିଗଲା, ଆଉ ଯେ ମୋ ମନଟାକୁ ମଶାଣି କରି ଚାଲିଗଲା, ତାପେ ବହୁତରେ ସ୍ଥାନ ଆସିବ କେଉଁଠୁ? ତାହେଲେ ତମେ ମଦ ପିଉଛ କାହିଁକି? ମରିବାକୁ। ମଣିଷକୁ ଶହ ଶହ ଥର ମାରିଥାଏ। ଅନୁସାର ମରି ସାରିଛି। ତମ ପରିବାର ଚକ୍ରକୁ ଭିତରେ ବର୍ଷା ଜୟତ ଯେତେ ମାରି ଚାଲିଛି। ଲଜ୍ଜା ଅପମାନ ଭୟରେ ଶବ ପଲଟି ଯାଇଥାଏ ସାଗର ନିଚ ଦୁଇଟା ଲୁଚି ଲୁଚି ଅନେକ ଲୁହ ଢାଳୁଛି। ସାଗର ତମ ପାଖରେ ଋଣୀ ହେଇଯାଇଛି। ଜଣକ ଲାଗି ଆଉ ଜଣକୁ ପନିଶମେଣ୍ଟ ଦେଇ ଏ ସାଗର ଅପରାଧ ମନେ କରୁଛି। କାରଣ ମଦ ଯେତେବେଳେ ମୋର ସାଥୀ ହେଇଯାଇଛି, ସେତେବେଳେ ତମ ଭଳି ମାଟିଏ ମୋର ସାଥୀ ହେବା ଦରକାର ନାହିଁ। ଏଣୁ
ତମେ ଚାଲିଯିବା ତା ଏଠି। କଣ କହିଲ ସାଗର? ତମେ ତମେ ମତେ ମା କହିଲ? ମା ମତେ କହିଲ ସାଗର? ତାହେଲେ ଏ ମାଟା ତମ କଥାରେ ଯିବ କେମିତି? ନାଇଁ ସାଗର, ହାତରେ ମୋର ବେଡି ପଡିଗଲା ସାଗର। ନା ମୁଁ ଆଜି ଆଗକୁ ଯାଇପାରୁଛି, ନା ପଛକୁ ଫେରି ପାରୁଛି। କିନ୍ତୁ କେତେ ଦିନ ଅଭିନୟ? ଯେତେ ଦିନ ପର୍ଯ୍ୟନ୍ତ ଏ କଳା ମେଘଟା ଛାଇ ହେଇ ରହିଥିବ, ଘଡ଼ଘଡ଼ି ବିଜୁଳି ଯେତେବେଳେ ଝଡ଼ର ସଂକେତ ଦଉଛି, ସେତେବେଳେ ମୋ ବାହାରକୁ ପାଦ କାଢିବି ବାକି ତା ଛଡ଼ା ମୋ ବୁଢା ପୁଅଟା ଯେତେବେଳେ ହାତରେ ମଦ ବୋତଲ ଧରି ଅବୁଝା ହେଇଯାଇଛି, ତାକୁ ନ ବୁଝେଇଲା ପର୍ଯ୍ୟନ୍ତ ମୁଁ କୁଆଡେ ଯାଇପାରିବିନି। ଯାଇପାରିବିନି ମୁଁ କୁଆଡେ। ଭାଉଜ ତମ ମାଙ୍କ କଥା ତମର ବହୁତ ମନେ ପଡୁଛି ନା? ମାଙ୍କ କଥା ତମର ବହୁତ ମନେ ପଡୁଛି ନା? ଭାଉଜ ମୋର ମା କଣ ମୁଁ ଜାଣିନି। ଆଜି ତମକୁ ଦେଖିଲେ ଲାଗୁଛି ସତ୍ୟ ଯେମିତି ମୋ ମା ସରଗରାଜରୁ ଓହ୍ଲେଇ ଆସେ, ଆଉ ମତେ କହୁଛି କାଦନରେ ସାଗର କାଦନା ମୋ ଦନଟା ପରା, ମୋ କୋଳକୁ ଟିକେ ଆଉ ମୋ ପର ତରକାରୀରେ ତ ଲୁହ ପୋଛି ଦେଇ କହିବି ତୋତେ ଦୋରେ ବାୟା ଦୋ ଗୀତ ଗାଇ ତୋତେ ଖୁଆଇ ଦେବି। ফুলঠু কমল জনটু শীতল, ফুলঠু কমল জনটু শীতল, সেই স্নেহময়ী মার পণত শ্রীমন্দির নেত মধুর মধুর না সে মো মা সে মা মো মা সে মা। ମାର ପଣତ କାନିଠାରୁ ଟିକେ ବି କମ୍ ପଡିବନି। ତମ ମାର କୋଳଠାରୁ ମୋ କୋଳଟା ବି ତମକୁ କମ୍ ସ୍ନେହ ମମତା ଦବନି ସାଗର, କମ୍ ସ୍ନେହ ମମତା ଦବନି। କେମିତି ଅଛ ସାଗର ବାବୁ? ନମସ୍କାର ଆକାଶ ଭାଇ। ନେଇ ଆସିଥିଲି, ଆସିବାର ଟିକେ ଲେଟ୍ ହେଇଗଲା ତ, ତେଣୁକରି ମୁଁ ତମମାନଙ୍କ ପାଖରେ କ୍ଷମା ମାଗି ନେଉଛି। ତମେ ଭୁଲ କହିଲ ଆକାଶ ଭାଇ। ଭକ୍ତ ସିନା ଭଗବାନ ପାଖରେ କ୍ଷମା ମାଗେ, କିନ୍ତୁ ଭଗବାନ ତା ଭକ୍ତ ପାଖରେ ନୁହେଁ। ଆମେ ଭକ୍ତ ନ ହେଇପାରୁ, ତମେ ଭଗବାନ କେଉଁ ଗୁଣରେ କମ୍ ନୁହଁ, ଏକଥା ସତ। ତମେ ଟିକେ କଥା ହଉଥାଅ, ମୁଁ ଟିକେ ଭିତରୁ ଆସୁଛି। ପରିବେଶ ଆଉ ପରିସ୍ଥିତିରେ ପଡି ଜୀବନ ନାଟକର ମୋଡ଼ଟା ଏମିତି ବଦଳିଗଲା ଯେ ସାଗର ବାବୁ, ଏଥିରେ କାହାର କିଛି ଦୋଷ ନାହିଁ। ନାଟକଟା କିନ୍ତୁ ଦର୍ଶକଙ୍କୁ ଭଲ ଲାଗୁ କି ନ ଲାଗୁ, ଏଠି ଯେ ଚରିତ୍ର ମାନେ ବ୍ୟସ୍ତ ବିବ୍ରତ ପଡ଼ିଛନ୍ତି। ଆମକୁ କିନ୍ତୁ ଏ ନାଟକଟାକୁ ଅତି ସାବଧାନତା ସହିତ ଶେଷ କରିବାକୁ ପଡ଼ିବ, ଆଉ ସେଥିପାଇଁ ମୁଁ ତମ ପାଖରେ ହାତ ଯୋଡୁଛି ସାଗର ବାବୁ। ହୋଇଯିବ। ବାହାଘର ଏତେ ଦିନ ହେଲା ସରିଲାଣି, ତମ ପରିବାର କାହାର ଏ ଗଣାରେ ପାଦ ପଡ଼ିନି, ସେଥିପାଇଁ ତମେ ମତେ କୈଫତ ଦେବାକୁ ପଡ଼ିବ। ନମସ୍କାର ମଉସା। ପୁଅ ତା ବାପା ପାଖରେ କି କୈଫତ ଦଉ ମଉସା? ତଥାପି ବାପାଙ୍କ ତରଫରୁ ମୁଁ କହୁଛି, ବାପା ଅନେକ ଥର ବାହାରିଲେଣି ଏ ଘରକୁ ଆସିବା ପାଇଁ, କିନ୍ତୁ ହଠାତ୍ କ'ଣ ନା ନାହିଁ କ'ଣ କାମ ପଡ଼ିଯାଉଛି, ଆଉ ଯାହା ଫଳରେ ସେ ଆସିପାରୁନାହାନ୍ତି। ତମ ବାପା ଗୋଟେ ବିରାଟ ଠକ। ମଉସା ବାପାଙ୍କୁ କହିଦେବ ଯେ ପର୍ଯ୍ୟନ୍ତ ମୋ ଅଗଣାରେ ପାଦ ପକେଇ ନାହାନ୍ତି, ସେ ପର୍ଯ୍ୟନ୍ତ ବି ତମ ଅଗଣାରେ ମୁଁ ପାଦ ପକେଇ ପାରିବିନି। ଛାଡ଼ ସେ କଥା। ତମ ଘରେ ସବୁ ଭଲ ତ? ହଁ ମଉସା, ବାପାଙ୍କ ଦେହ କେମିତି ଅଛି? ଭଲ ଅଛି ମଉସା। ତମ ପୁଅଟା କ'ଣ କରୁଥିଲା? କଣ ଆଉ କରୁଥିବ, ଇଚିରି ବିଚିରି ହେଇ ବାପାଙ୍କ ସାଙ୍ଗେ ଦିନ ରାତି ଲାଗିଯିବ। ଏଥର ତମ ଭଉଣୀ ଆସିଲେଣି,
ଯେତେ ଇଚ୍ଛା ସେତେ କଥା ହେଉଥା। ପ୍ରସାଦ ପାଇ ଦେଇ ଯାଆନ୍ତୁ। ଆରେ ନା ମା, ଆଜି ଭଳି ଦିନରେ ମୁଣ୍ଡିଆଟା ଆଗ ସ୍ୱାମୀକି ମରାଯାଏ, କାରଣ ଏ ଓଷାଟା କେବଳ ସ୍ୱାମୀଙ୍କ ପାଇଁ। ଆରେ ମୁଁ ଏଠି ଯାଇ ଅନେକ କିଛି ଭୁଲି ଯାଇଛି। ମୋର ତେଣେ ଅର୍ଜେଣ୍ଟ କାମ ଅଛି, ମୁଁ ଆସୁଛି ଆକାଶ ଭାଇ, ପରେ କଥା ହବା। କ'ଣ ହେଇଛି କେଜାଣି କିଛି ଦିନ ହେଲା ସାଗର ଚାଲିଚଳନ ପରିବର୍ତ୍ତନ ଦେଖୁଛି। ତାଛଡ଼ା ସାଗର ମଦ ପିଉଛି। କ'ଣ କହିଲେ ମୂଷା? ସାଗର ବାବୁ ମଦ ପିଅନ୍ତି? ହଁ, ତାକୁ ପରିବର୍ତ୍ତନ କରିବା ଦାୟିତ୍ୱଟା ମୋ ବୋହୂଙ୍କର। ମୁଁ ଜାଣିବାରେ ଆପଣଙ୍କର ପୁଅ ହେଉଛି ଗୋଟେ ସୁନା ମୁଣ୍ଡା। ବୋଧେ କୋଉ କୁସଙ୍ଗରେ ପଡ଼ି ସେ ଖରାପ ରାସ୍ତାକୁ ଚାଲି ଆସିଛନ୍ତି। ମୋର ଭରସା ଅଛି ମଉସା, ମୋ ଭଉଣୀ ଉପରେ ମୋର ଭରସା ଅଛି। ସେ ନିଶ୍ଚିତ ଭାବରେ ସାଗର ବାବୁଙ୍କୁ ଠିକ୍ ରାସ୍ତାକୁ ଫେରାଇ ଆଣିବ। ସେ ବିଶ୍ୱାସ ମୋର ତା ଉପରେ ଅଛି। ସେ ମୋ ଉଜୁଡ଼ା ଘରକୁ ସଜାଡ଼ିବା ଦାୟିତ୍ୱଟା ମୁଁ ତା ଉପରେ ଦେଇଛି। ହଁ ରେ ମା, ଏ ବୁଢ଼ା ବୟସରେ ତୁ ହିଁ ମୋର ସାହା ଭରସା। ମୁଁ ମଲାବେଳେ ତୋରି ହାତରୁ ନିର୍ମଳ ପାଣି ଟିକେ ପାଇଲେ ସ୍ୱର୍ଗରେ ଟିକେ ଶାନ୍ତି ପାଏ। ହଁ ରେ ମା, ତୁ ହିଁ ମୋର ସୁନା ପକଡ଼ି, ତୁ ହିଁ ମୋର ବଙ୍କୁଳି। ମୋ ପୁଅ କ'ଣ କରୁଥିଲା? କୋଉ କଥା ମନେ ଅଛି ଜାଣି ବହୁତ ଖୁସି ଲାଗିଲା। କୋଉ ମା କ'ଣ ତା ପୁଅର ପ୍ରତିଛବିକୁ କି ନିଜ ଆଖି ଆଗରୁ ଦୂରେଇ ଦେଇପାରିବ? କୋଉ ବାପା କ'ଣ ତାର ଛୋଟ ପୁଅ ତାକୁ ହତାଦାର କରିଦେଇ ପାରିବ? ତଥାପି ମାର ଅନୁଭବ ମୁଁ ତାକୁ ଦେଇନି। ଅନୁଭବ ବାପା ମାର ସ୍ନେହ ମମତା ଦେଇ ମୁଁ ତାକୁ ପାଳିଛି। ଆକାଶ, ହେଲେ ତାର ସେଇ ଗୋଟାଏ ପ୍ରଶ୍ନ, ମୋ ବୋଉ କ'ଣ ଆଉ କେବେ ଏ ଘରକୁ ଫେରିବନି? କିନ୍ତୁ ସବୁ ଦେଖିଲା ପରେ ଲାଗୁଛି ତା ବୋଉ ଆଉ କେବେ ବି ଏ ଘରକୁ ଫେରିବନି। ନାଇଁ ନାଇଁ ଆକାଶ, ନାଇଁ, ମତେ ନେଇ ଚାଲ ଆକାଶ। ମୁଁ ମୋ ପୁଅ ପାଖକୁ ଯିବି, ମତେ ନେଇ ଚାଲ। ନାଇଁ, ପଶାପାଲିରେ ବାଜି ଲାଗିଥିବା ଏ ଦ୍ରୌପଦୀଟା ସତରେ ହେଉ ବା ମିଛରେ ହେଉ, ଯେତେ ଚିତ୍କାର କଲେ ବି ଏ ପାଷାଣ୍ଡ ଯୁଧିଷ୍ଠିର ତାକୁ ମୋଟେ ସାହାଯ୍ୟ କରି। ମୋ ସୁନା ସଂସାରଟା ଆଜି ଉଛୁଡ଼ି ଗଲା ସାଗର। ମୋ ସୁନା ସଂସାରଟା ଏମିତି ଚୁନା ହେଇଯିବ ବୋଲି ଏକଥା ମୁଁ କେବେ ଭାବିନଥିଲି। ମୁଁ କିନ୍ତୁ ଜାଣିଥିଲି ଏଇ ଝଡ଼ଟା ଥମିଗଲା ପରେ ପୁଣି ମୁଁ ନିଜକୁ ସଜାଡ଼ି ଦେବି। କିନ୍ତୁ ସେଇ ଝଡ଼ଟା ମୋର ନିଜର ଅତି ଆପଣାର ଲୋକଟାକୁ ଏମିତି ଜାଗାରେ ନେଇକି ଫୋପାଡ଼ି ଦେଲା ଯେ ସେ ଆଉ ମୋର ହେଇ ରହିଲାନି, ଆଉ କାହାର। ନାଇଁ ନାଇଁ ଆକାଶ, ନାଇଁ, ସାଗର ପ୍ରତି ମା ଭଳି ଭକ୍ତି କରନ୍ତି। ସାଗର ମୋ ପୁଅ ଭଳି। ହି ଆକାଶ, ତମକୁ ପରା କହିଥିଲି ଏ ଶାନ୍ତିକୁ ଅଶାନ୍ତି କହିବା ପୂର୍ବରୁ ଅତି କମରେ 7 ଥର ତମେ ଚିନ୍ତା କରିବ ବୋଲି। 7 ଥର? 70 ଥର ଚିନ୍ତା କରି ସାରିବା ପରେ ମୁଁ ଏ ନିଷ୍ପତ୍ତି ନେଇଛି। ଏଠିକି ଆସିବାଟା ବୋଧେ ମୋର ଆଉ ଠିକ ହବନି। ତମେ ମତେ ବାଟୋଇ କେଇଟାକୁ ନଈ ପାର କରିବା ପାଇଁ ମୋ ସାଥୀ ନାଉରିଆଟାକୁ ପଠେଇ ଦେଇ ମୁଁ ନଈ କୂଳରେ ଜଗି। ହେଲେ ମୋ ସାଥୀ ନାଉରିଆଟା ନଈ ସେପଟରୁ ମତେ ଟାଏ ଟାଏ ବାଏ ବାଏ କରି ଚାଲି ଯାଉଛି। ନାହିଁ ଆକାଶ, ତମେ ଏଣୁ ମୁଁ ଭାବୁଛି ନଈରେ ବୋଧେ ଜୁଆର ଆସି ଯାଇଛି। ଆଉ ମୋ ସାଥୀ ନାଉରିଆଟା କେବେ ବି ଏପଟକୁ ଆଉ ଫେରିବନି। ତମେ ସେମିତି କୁହନି ଆକାଶ। ତମେ ସେମିତି କହିଲେ ମୁଁ ମରିଯିବି ଆକାଶ। ବଞ୍ଚିବା ପାଇଁ ହେଲେ ମୋ ହୃଦୟ ଭିତରେ ସ୍ଥାନ ପାଇଥିବା ସେଇ ଲୋକଟାକୁ କାଣି ଫୋପାଡ଼ି ଦେବାକୁ ପଡ଼ିବ। ହୃଦୟ ଭିତରୁ ତମେ ମତେ ବାହାର କରିଦେଲେ ବି
तम मन भितर मु सती होई सेमती रहिथिबे सत कहिलो आकाश सतेरे कोन तबे मते भूली परिबो से दिनरे से पुरुणा संती को तथापि मु चेष्टा करिबि मु आसुची शक्ति नहीं वर्षा वर्षा मु आसु भगवान तो तुमको भले रखिता मु आसु नहीं मु तुमको एठु जीवा को देबिनी मु जानि ए दुनिया रे भगवान के मु एते की जानि छी तबे हुच मोर स्वामी तबे हुच मु पाई के भगवान ताछरा भगवान को जते बेले एते दिन परे पाइछि मु ताको एते सिखे छाड़ी देबे कि नहीं ना मु तुमको केबे छाड़ी बिनी तबे मते छाड़ी के जाई परिबोनी ना मु छाड़ी बिनी ना मु छाड़ी बिनी छाड़ी बिनी বদলি মଣିষ বদলি আপন বিহুই পর মন বদলি মଣିষ বদলি আপন রহুই পর কালি জিয়ে চিনা আজ সে অচিনা কালি জিয়ে চিনা আজ সে অচিনা কহিবি কাহাকু কহিবি কাহাকু কাচ ঘর পরি হই গলা চুনা কাচ ঘর পরি হই গলা চুনা চিহ্ন মুহ কিন্তু ভারি অচিহ্না চিহ্ন মুহ